ସୁଜିତଙ୍କ ପରେ କିଏ ଯିବେ ଉଚ୍ଚ ସଦନ? କାହା ଉପରେ ଦଳ କରିବ ଭରସା? ମମତା ଫର୍ମୁଲା ଆପଣେଇବ କି ଦଳ? ଖାଲି ପଡ଼ିଛି ସୁଜିତଙ୍କ ରାଜ୍ୟସଭା ପଦ। ସୁଜିତଙ୍କ ଇସ୍ତଫା ପରେ ବଢ଼ିଛି ରାଜ୍ୟସଭା ସସ୍ପେନ୍ସ। ସୁଜିତଙ୍କ ରାଜ୍ୟସଭାରୁ ଇସ୍ତଫା ପରେ କିଏ ଯିବେ ରାଜ୍ୟସଭା, ତାହାକୁ ନେଇ ଆଲୋଚନା ଜୋର ଧରିଛି। ତେବେ ଏଥିରୁ ସ୍ପଷ୍ଟ ହେଉଛି ସେହି ରାଜ୍ୟସଭା ସିଟ୍ ବିଜେପି କବ୍ଜା କରିବ। ତେବେ ତାଙ୍କ ସ୍ଥାନକୁ ପୂରଣ କରିବାକୁ ଦଳ କାହାକୁ ପଠାଇବ, ତାକୁ ନେଇ ଆଲୋଚନା ଜୋର ଧରିଲାଣି। ସଂଖ୍ୟା ଦୃଷ୍ଟିରୁ ଏବେ ବିଜେପିର ଜଣେ ସଦସ୍ୟ ହିଁ ଉଚ୍ଚ ସଦନକୁ ଯାଇପାରିବେ। ତେବେ ରାଜ୍ୟସଭା ଯିବା ପାଇଁ ଗୋଡ଼ ଟେକି ବସିଛନ୍ତି ବିଜେପିର ଅନେକ ପୁରୁଖା ନେତା। ହେଲେ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମମତା ମହାନ୍ତଙ୍କ ଇସ୍ତଫା ପରେ ଏମିତି ଅନେକ କଳ୍ପନା ଜଳ୍ପନା ଲାଗି ରହିଥିଲା। ହେଲେ ପୁଣି ତାଙ୍କ ସ୍ଥାନରେ ତାଙ୍କୁ ହିଁ ଦଳ ରାଜ୍ୟସଭା ପଠାଇଥିଲେ। ହେଲେ ସୁଜିତଙ୍କ କ୍ଷେତ୍ରରେ କ'ଣ ହେବ ତାହା କହିବା କଷ୍ଟ। ମମତାଙ୍କ ଇସ୍ତଫା ପରେ ଚର୍ଚ୍ଚାର ସାମ୍ନାକୁ ଆସିଥିଲେ ବିଜେପିର ବହୁ ବଡ଼ ବଡ଼ ନେତା। ଆଉ ଆଲୋଚନା ହେଲା ୟାଙ୍କ ଭିତରୁ କେହି ଜଣେ ରାଜ୍ୟସଭା ଯିବେ। ଆଉ ବର୍ତ୍ତମାନ ବି ସେହି ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ରାଜ୍ୟସଭା ଦୌଡ଼ରେ ଅଛନ୍ତି ବିଜେପିର ଅନେକ ନେତା। ହେଲେ ମମତାଙ୍କ ଫଣ୍ଡା ଦେଖିଲେ ଲାଗୁଛି ପୁଣି ସୁଜିତ ଯାଇପାରନ୍ତି ରାଜ୍ୟସଭା। ବିଜେପି ନେତାମାନଙ୍କ ଭିତରେ ରାଜ୍ୟସଭା ଦୌଡ଼ରେ ଅଛନ୍ତି ଦଳର ସଭାପତି ମନମୋହନ ସାମଲ, ସମୀର ମହାନ୍ତି, ଦିଲ୍ଲୀପ ରାୟ ଓ ସମୀର ଦାସ। ଗତ କିଛି ଦିନ ତଳେ ବିଜେଡିରୁ ସାଂସଦ ପଦରୁ ଇସ୍ତଫା ଦେଇଥିଲେ ସୁଜିତ କୁମାର। ଆଉ କିଛି ଘଣ୍ଟା ପରେ ବିଜେପିର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଯାଇ ସାମିଲ ହୋଇଥିଲେ ସୁଜିତ କୁମାର। ବିଜୁ ଜନତା ଦଳ ତରଫରୁ 2020ରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ସୁଜିତ। ତାଙ୍କର କାର୍ଯ୍ୟକାଳ 2026ରେ ସରିବାକୁ ଥିବା ବେଳେ ତା ପୂର୍ବରୁ ବିଜେଡିକୁ ବାଏ ବାଏ କହିଥିଲେ ଓ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ ସୁଜିତ। ତେବେ ମମତାଙ୍କ ଫର୍ମୁଲାରେ ଯଦି ସୁଜିତଙ୍କୁ ଦଳ ରାଜ୍ୟସଭା ପଠାଉଛି କି ନାହିଁ, ତାହାକୁ ଦେଖିବାକୁ ବାକି ରହିଲା। ବ୍ୟୁରୋ ରିପୋର୍ଟ, ଉତ୍କଳ ପ୍ରତିଦିନ।